ଆପଣ କ'ଣ କୁକୁରଙ୍କୁ ଡେଲି ଖାଇବାକୁ ଦଉଛନ୍ତି? ଗାଈକୁ ମଧ୍ୟ ଦଉଛନ୍ତି, ବାସି ଖାଦ୍ୟ ଦଉଛନ୍ତି, ତା ସହିତ ବିସ୍କୁଟ୍ ପ୍ୟାକେଟ୍ ଦଉଛନ୍ତି। ସବୁ ଠିକ୍ ଅଛି। କିନ୍ତୁ ଶାସ୍ତ୍ର ଅନୁସାରେ ଯଦି ଆମେ ରାତିର ପ୍ରଥମ ରୁଟିଟିକୁ କୁକୁର ପାଇଁ ଆଉ ଦ୍ୱିତୀୟ ରୁଟିଟିକୁ ଗାଈ ପାଇଁ ରଖିବା ଏବଂ ସକାଳେ ତାକୁ ଆମେ ସ୍ନାନ କରି ଖାଇବାକୁ ଦେବା, ସେଥିରେ ଆମର ପୁଣ୍ୟ ଲାଭ ହେଇଥାଏ। ଆଉ ଏଭଳି ଆମେ ସବୁଦିନ ଯାଇ ସକାଳୁ ଖାଇବାକୁ ଦେବାଟା ଆମେ ପୁଣ୍ୟ ହବ, କିନ୍ତୁ ଶାସ୍ତ୍ର ମତ ସେଟା ଗ୍ରହଣୀୟ ନୁହେଁ। ସେଟା ଆପଣ ତାକୁ ଖାଇବାକୁ ଦେଉଛନ୍ତି ବାସ୍ ସେତିକି। ଦେଖନ୍ତୁ ଯେଉଁମାନଙ୍କର କେତୁ ଖରାପ ଥାଏ, କେତୁ ଗ୍ରହକୁ ସଜାଡ଼ିବା ପାଇଁ ରାତିର ପ୍ରଥମ ରୁଟିଟିକୁ ରଖାଯାଏ କୁକୁର ପାଇଁ, କାଉ ପାଇଁ ଆଉ ଗାଈ ପାଇଁ। ବୁଝିପାରିଲେ ନା? କିନ୍ତୁ ଆଜିକା ଡେଟ୍‌ରେ ଆପଣ କୁକୁରକୁ ବାସି ଦଉଛନ୍ତି କି ବିସ୍କୁଟ୍ ଦଉଛନ୍ତି, ସେଇଟା ଆପଣଙ୍କର ପର୍ସନାଲ୍ ଚଏସ୍ ଆପଣ କୁକୁରକୁ କଣ ଦେବେ। କିନ୍ତୁ ଶାସ୍ତ୍ର ଅନୁସାରେ ଆମେ ରାତିର ପ୍ରଥମ ରୁଟିଟିକୁ ଆଜ୍ଞା ଦେଲେ ସେଥିରେ ଆମର କିଛି ଆଷ୍ଟ୍ରୋଲୋଜିକାଲ୍ ବେନିଫିଟ୍ ପାଇପାରିବା। କିଛି ବ୍ୟକ୍ତି ଆଜ୍ଞା ଶନିବାର ଦିନ ଯେକୌଣସି କୁକୁରକୁ ବା ଗାଈକୁ ଆପଣଙ୍କର ଖାଇବାକୁ ଦେଇଥାନ୍ତି ବା କାଉକୁ ଖାଇବାକୁ ଦେଇଥାନ୍ତି। କିନ୍ତୁ ଶାସ୍ତ୍ର ଅନୁସାରେ ଆପଣ କଳା କୁକୁରକୁ ଏବଂ କାଉକୁ ଖାଇବାକୁ ଦେଲେ ଶନିବାରରେ ଆପଣଙ୍କର ପୁଣ୍ୟ ଲାଭ ହୋଇଥାଏ ଏବଂ ଶନି ଗ୍ରହର ପୀଡ଼ାରୁ ଆପଣଙ୍କୁ ମୁକ୍ତି ମିଳିଥାଏ। ମୋ ମତରେ ଆପଣ କୁକୁରଙ୍କୁ ଯେତେ ଦୂର ପାରିବେ ରୁଟି ବିନା ଲୁଣ, ବିନା ଚିନି ବାଲା ଖାଦ୍ୟ ଦେଲେ ଭଲ। କିନ୍ତୁ କୁକୁର କ'ଣ ଯେକୌଣସି ଜୀବଟିକୁ ଆପଣ ମିଠା ଟିକେ ଦେଲେ ସେ ସବୁବେଳେ ଆଗ୍ରହୀ ହବ। କିନ୍ତୁ ତା ବୋଲି ନୁହେଁ ଯେ ଆପଣ ସଦାବେଳେ ମିଠା ଦେଇକିରି ଆପଣ ତାକୁ ଆପ୍ୟାୟିତ କରିବେ କି ଆପଣ ପୁଣ୍ୟ ଲାଭ କରିବେ। ଯଦି ତାର ଶରୀର ଖରାପ ହଉଛି ତାର କୁପ୍ରଭାବ ବି ଆପଣଙ୍କ ଜୀବନରେ ପଡ଼ିବ। ତେଣୁ ଆପଣ ସପ୍ତାହରେ ଗୋଟିଏ ଦିନ ଶୁକ୍ରବାର ଦିନ ଚାହିଁଲେ କୁକୁରକୁ ମିଠା ଜିନିଷ ଦେଇପାରିବେ। ବାକି ଦିନ ଯଦି ଦଉଛନ୍ତି ତା ଭିତରେ ଯଦି କୁକୁରର ଦେହ ଖରାପ ହୁଏ, ତା ପାଇଁ ମଧ୍ୟ ଦାୟୀ ଆପଣ ରହିବେ। ପୁଣ୍ୟଠୁ ପାପ ବଢ଼ିଯିବ ଆଜ୍ଞା। ତେଣୁ ସପ୍ତାହରେ ଗୋଟିଏ ଦିନ ଆଜ୍ଞା ମିଠା ଦେବାଟା ଭଲ। ଗାଈ ହଉ କି ସେ କୁକୁର, ଗାଈକୁ ଗୁରୁବାର ଦେବେ, କୁକୁରକୁ ଶୁକ୍ରବାର ଦେବେ। ହେଲେ ଆପଣଙ୍କର କିଛି ପୁଣ୍ୟ ଫଳ ଲାଭ ହବ ସେଥିରେ।